ଆମେରିକାର ଗୋଲ୍ଡ କାର୍ଡ଼ ଅଭିଯାନ କିଣିବ ଭାରତୀୟ ପ୍ରତିଭା। ଆମେରିକାର ଗୋଲ୍ଡ କାର୍ଡ଼ ଅଭିଯାନ କିଣିବ ଭାରତୀୟ ପ୍ରତିଭା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଗୋଲ୍ଡ କାର୍ଡ଼ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଶୀର୍ଷ ଅନ୍ତର୍ଜାତୀୟ ପ୍ରତିଭା, ବିଶେଷ କରି ଭାରତକୁ ଆକୃଷ୍ଟ କରିବା। ହାର୍ଭାର୍ଡ ଓ ଷ୍ଟାନଫୋର୍ଡ ଭଳି ପ୍ରତିଷ୍ଠିତ ଆମେରିକୀୟ ବିଶ୍ୱବିଦ୍ୟାଳୟର ସ୍ନାତକଙ୍କ ସମେତ ବିଦେଶୀ ନାଗରିକମାନେ $5 ଦେୟ ବଦଳରେ ଆମେରିକାରେ ରହି କାମ କରିପାରିବେ। ଟ୍ରମ୍ପଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ଏହି ଯୋଜନାରେ ଧନୀ ବିଦେଶୀମାନଙ୍କୁ ଆମେରିକାର ନାଗରିକତା ପାଇଁ ରାସ୍ତା ସୁଗମ ହେବ। ଏହି ପଦକ୍ଷେପ ଅନୁଯାୟୀ ଯୋଗ୍ୟତା ଅର୍ଜନ କରିଥିବା ବ୍ୟକ୍ତିମାନେ ଆମେରିକାରେ କାର୍ଯ୍ୟ କରିବାର ଅଧିକାର ପାଇପାରିବେ ଏବଂ ପରେ ଆମେରିକାରେ ନାଗରିକତା ହାସଲ କରିପାରିବେ। ଟ୍ରମ୍ପ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ବର୍ତ୍ତମାନର ଆମେରିକାର ଇମିଗ୍ରେସନ୍ ବ୍ୟବସ୍ଥା ବିଶେଷ କରି ଭାରତର ଦକ୍ଷ ଅନ୍ତର୍ଜାତୀୟ ପ୍ରତିଭାଙ୍କ ଦେଶରେ ରହିବାର କ୍ଷମତାକୁ ସୀମିତ କରିଛି। ଆମେରିକୀୟ କମ୍ପାନୀମାନଙ୍କଠାରୁ ଚାକିରି ଅଫର ପାଇଥିବା ପ୍ରତିଭାବାନ ବ୍ୟକ୍ତିମାନେ, ଯେଉଁମାନେ ଇମିଗ୍ରେସନ୍ ସ୍ଥିତିକୁ ନେଇ ଅନିଶ୍ଚିତତା କାରଣରୁ ସେହି ଅଫରଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ସେ ଆଲୋକପାତ କରିଥିଲେ। ପ୍ରସ୍ତାବିତ ଗୋଲ୍ଡ କାର୍ଡ଼ ଦ୍ୱାରା କମ୍ପାନୀମାନେ କାର୍ଡ଼ କିଣି ଶୀର୍ଷ ବିଶ୍ୱବିଦ୍ୟାଳୟରୁ ପ୍ରତିଭାଙ୍କୁ ନିଯୁକ୍ତି ଦେଇପାରିବେ। ପ୍ରାୟ 2 ସପ୍ତାହ ମଧ୍ୟରେ ଗୋଲ୍ଡ କାର୍ଡ଼ ବିକ୍ରି ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ଗୋଲ୍ଡ କାର୍ଡ଼ ସରକାରଙ୍କ ବର୍ତ୍ତମାନର EB-5 ଇମିଗ୍ରାଣ୍ଟ ଇନଭେଷ୍ଟର ଭିସା ପ୍ରୋଗ୍ରାମରେ ସ୍ଥାନ ନେବ, ଯାହାକି 1990ରେ ଆରମ୍ଭ ହୋଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।